ଘରେ ଯଦି କିଛି ପରିବା ନଥିବ ତାହେଲେ ଏମିତି ଆଳୁକୁ ବେସର କରିକି ଦେଖନ୍ତୁ, ଖାଇବାକୁ ବହୁତ ବଢ଼ିଆ ଲାଗିବ। ଆଉ ଭାତରେ ଗଳେଇବାକୁ ବି ହେଇଯିବ, ଆଉ ଏକ୍ସଟ୍ରା କିଛି ପରିବା ବି ଦରକାର ପଡ଼ିବନି। ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ଏଇ ନୂଆ ରେସିପିଟି। ଯଦି ଭଲ ଲାଗିବ ଲାଇକ୍ କମେଣ୍ଟ ସେୟାର କରିବେ, ଆଉ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ପ୍ରଥମେ ମୁଁ ଏଠି ଆଳୁ ନେଇଛି, ମୁଁ ଏଠି ଛୋଟ ଆଳୁ ନେଇଛି, କାହିଁକିନା ଛୋଟ ଆଳୁର ଟେଷ୍ଟ ଗୋଟେ ଅଲଗା ପ୍ରକାର ଆସିଥାଏ। ତ ଛୋଟ ଆଳୁ ଏଠି ନେଇଛି। ତାପରେ ଏଠି ଦୁଇଟି ଟମାଟୋ ନେଇଛି ମିଡ଼ିୟମ୍ ସାଇଜ୍ର, ଗୋଟେ ପିଆଜ ନେଇଛି ମିଡ଼ିୟମ୍ ସାଇଜ୍ର। ଏ ଆଳୁକୁ ସବୁତକ ଆଳୁ କାଟିଦେବା ଏମିତି ଗୋଲ ଗୋଲ କରିକି। ଯେତେ ସବୁ ଆଳୁ ଥିବ ସବୁତକ କାଟିଦେବା। ଏକଦମ ପୁରା ପତଳା ହୋଇଥିବ, ବେଶୀ ମୋଟା ହୋଇନଥିବ, ଯେମିତିକି ଶୀଘ୍ର ସିଝିଯିବ ଆଳୁ, ଆଉ ଦେଖିବାକୁ ବି ସୁନ୍ଦର ଲାଗିବ। ଏମିତି ସବୁତକ ଆଳୁକୁ କାଟିଦେବା। ଦେଖନ୍ତୁ ଏଠି ଏକଦମ ସୁନ୍ଦର ଭାବରେ ଏକା ସାଇଜ୍ରେ ସବୁତକ ଆଳୁ କାଟି ଦେଇଛି। ତାପରେ ଆକୁ ଏମିତି ଧୋଇଦେବା, 2ରୁ 3 ଥର ପାଣି ପକାଇକି ଧୋଇଦେବା, ଯେମିତି ତାର ପୁରା ମାଟି ଅଂଶ ବି ବାହାରି ପଡ଼ିବ। ଧୋଇକି ଏଠି ସାଇଡ଼୍ କରି ରଖିଦେବା। ତାପରେ ଯେଉଁ ଟମାଟୋ ଆଉ ପିଆଜ ନେଇଥିଲି ତାକୁ ବି ଏମିତି ଛୋଟ ଛୋଟ କରି କାଟି ଦେଇଛି ପୁରା। ତାପରେ ଏଠି ଗୋଟେ ମସଲା ତିଆରି କରିବା, ଯେମିତି ବେସର ପାଇଁ ମୁଁ ଏଠି ନେଇଛି ଅଦା ଆଉ ରସୁଣ, ଖଣ୍ଡେ ଅଦା ନେଇଛି, ଆଉ କିଛି ଶୁଖିଲା ଲଙ୍କା ନେଇଛି। ତାର ଦେଖିବ ମାନେ କଲର୍ ସୁନ୍ଦର ଆସିବ, ମାନେ ଦେଖିବ ସୁନ୍ଦର ଲାଗିବ। ସେଥିପାଇଁ 2 ଚାମଚ ସୋରିଷ ନେଇଛି, 1 ଚାମଚ ଜିରା ନେଇଛି। ଅଳ୍ପ ଟିକେ ପାଣି ଦେଇକି ଆକୁ ଆମେ ଭଲ ଭାବରେ ମସଲା ମାନେ ଚିକଣ କରି ବାଟିଦେବା, ଯେମିତିକା ଟିକେ ବି ଖଦା ରହିବନି। ଏକଦମ ଚିକନ କରି ବାଟିଦେଲା ପରେ ଅନ୍ୟପଟେ କଢ଼େଇ ଗରମ କରିଦେବା। ସେଥିରେ ତେଲ ପକାଇଦେବା ଯେତିକି ଆମକୁ ଆବଶ୍ୟକ। ତାପରେ ସୋରିଷ ପକାଇବା। ସୋରିଷ ଫୁଟିଲା ପରେ ଅଳ୍ପ ଟିକେ ପାନମଧୁରୀ ପକାଇଦେବା। ତାପରେ 2ଟି ଶୁଖିଲା ଲଙ୍କା ପକାଇ ଦେଇଛି ଫ୍ଲେଭର ପାଇଁ। ଆଉ ପିଆଜ କାଟିକି ଯେଉଁ ରଖିଥିଲେ ତାକୁ ବି ପକାଇଦେବା। ଅଳ୍ପ ଭୃଷଙ୍ଗ ପତ୍ର ପକାଇବା। ତାପରେ ଭଲ ଭାବରେ ପିଆଜକୁ ଏମିତି ସନ୍ତୁଳି ଦେବା। ଯେତେବେଳେ ପିଆଜ ଭଲ ଭାବରେ ସନ୍ତୁଳି ହେଇଯିବ, ତାପରେ ସେଥିରେ ଆମେ ପକାଇଦେବା ଟମାଟୋକୁ ବି ଏମିତି 3ରୁ 4 ମିନିଟ୍ ପର୍ଯ୍ୟନ୍ତ ସନ୍ତୁଳି ଦେବା, ଯେମିତିକି ଭଲ ଭାବରେ ଟମାଟୋ ସନ୍ତୁଳି ହେଇଯିବ, ମାନେ ଟିକେ ସିଝିଯିବ। ଅଳ୍ପ ଟିକେ ସିଝିଲା ପରେ ଟମାଟୋ, ସେଥିରେ ଯେଉଁ ଆମେ ମସଲା ନେଇଥିଲେ ବାଟିକି, ସେ ମସଲାକୁ ଆଡ଼୍ କରିଦେବା। ସବୁତକ ମସଲା ଆଡ଼୍ କରିଦେବା। ଅଳ୍ପ ଟିକେ ପାଣି ବି ଦେଇଦେବା, ଯେମିତିକି ଶୁଖିଲା ନ ହେବ। ତାପରେ ଏଥିରେ ଆମେ ହଳଦୀ ଗୁଣ୍ଡ ପକାଇବା, ଆଉ ଅଳ୍ପ ଟିକେ ଲଙ୍କାଗୁଣ୍ଡ ପକାଇବା, ଟିକେ କଲର୍ ଚେଞ୍ଜ ହେଇଯିବ ସେଥିପାଇଁ। ତାପରେ ଏଠି ଭଲ ଭାବରେ ମସଲାକୁ ଏମିତି କଷିଦେବା। 3ରୁ 4 ମିନିଟ୍ ଲାଗିବ ମସଲା ଏମିତି କଷିବା, ଯେମିତିକି ପୁରା ତାର ପାଣି ଟିକେ ଅଳ୍ପ ସମୟ ଶୁଖିଯିବ। ଅଧିକା କଷିଲେ ପିତା ଲାଗିବ, ସେଥିପାଇଁ ଅଳ୍ପ ସମୟ କଷିବା, ଏମିତି ପୁରା ପାଣି ଶୁଖିଲା ପର୍ଯ୍ୟନ୍ତ କଷିବାନି। କଟା ହୋଇଥିବା ଆଳୁକୁ ପକାଇଦେବା ସବୁତକ। ଆକୁ ମୁଁ ଭଲ ଭାବରେ 2ରୁ 3 ଥର ପାଣି ପକାଇ ଧୋଇ ଦେଇଛି। ତାପରେ ଆକୁ ଏମିତି ମସଲା ସହିତ ମିଶାଇବା। ଦେଖିବା ଆକୁ ଯେତିକି ଆମକୁ ପାଣି ଆବଶ୍ୟକ ସେହି ହିସାବରେ ପାଣି ଦେବା। ଯେତେବେଳେ ଆଳୁ ସିଝିବ ସେତେବେଳେ ପାଣି ଅଳ୍ପ ଟିକେ ଶୁଖିଯିବ, ତେଣୁ ଅଧିକା ଟିକେ ପାଣି ଦେଇଥିବା। ତାପରେ ସ୍ୱାଦ ଅନୁସାରେ ଲୁଣ ଦେଇକି ଆକୁ ଏମିତି ଘୋଡ଼େଇକି 4ରୁ 5 ମିନିଟ୍ ପର୍ଯ୍ୟନ୍ତ ସିଝିବା ପାଇଁ ଛାଡ଼ିଦେବା। ଏମିତି ମଝିରେ ମଝିରେ ବେଲା ଏମିତି ଘାଣ୍ଟୁଥିବା ଦେଖିବା। ତାପରେ ଯଦି ସିଝି ନଥିବ ତ ଆଉ ଥରେ ଘୋଡ଼େଇକି ଏମିତି ଦେଖିବା। ତାପରେ ଅଳ୍ପ ସମୟରେ ଏମିତି ସିଝିଯିବ ଆଳୁ। ମାତ୍ର 10 ମିନିଟ୍ ଲାଗିବ ସିଝିବାକୁ। 10 ମିନିଟ୍ରେ ଆଳୁ ଭଲ ଭାବରେ ସିଝିଯିବ। ତାପରେ ଏଠି ଗୋଟେ ଆମ୍ବୁଲ ମୁଁ ପକାଇଦେଲି। ଆମ୍ବୁଲ ପକାଇଲା ପରେ ଟିକେ ସିଝିବା ପାଇଁ ଛାଡ଼ିଦେବା। ଏଠି ଦେଖନ୍ତୁ ଆଳୁ ଭଲ ଭାବରେ ସିଝି ଯାଇଛି। ଯେତେବେଳେ ଆଳୁ ସିଝିଯିବ, ତାପରେ ଆକୁ ଆମେ ବାହାର କରିଦେବା, ମାନେ ଓହ୍ଲେଇ ଦେବା। ଗ୍ୟାସ୍ ବନ୍ଦ କରି ଦେଖିବା। ତାପରେ ଖାଇବାକୁ ବହୁତ ବଢ଼ିଆ ଟେଷ୍ଟି ଲାଗିବ। ଆଜିର ଭିଡ଼ିଓଟି କେମିତି ଲାଗିଲା କମେଣ୍ଟରେ ନିଶ୍ଚିତ ଭାବେ ଜଣାଇବେ। ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେନି।